ଗାଧୋଇବା ବେଳେ ପାଣିରେ ବୁଡ଼ି ନିଖୋଜ ନାବାଳକର ମୃତଦେହ ଉଦ୍ଧାର। ଗାଧୋଇବା ବେଳେ ପାଣିରେ ବୁଡ଼ି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗଜପତି ଜିଲ୍ଲା ଅଡ଼ବା ହରଭଙ୍ଗୀ ଡ୍ୟାମ୍ରେ। ନିଖୋଜ ନାବାଳକ ଜଣକ ହେଲେ ଅଡ଼ବା ଥାନା ନିକଟସ୍ଥ ମିଜିକ୍ରିମ୍ବା ଗାଁର 17 ବର୍ଷୀୟ ରନ୍ ବଳିଆର ସିଂ। ଆଜି ଡ୍ୟାମ୍ ନିକଟରେ ବେଲାଙ୍କିନୀ ମାଙ୍କର ଏକ ଯାତ୍ରା ଚାଲିଥିବା ବେଳେ ଅପରାହ୍ନ ସମୟରେ 3 ଜଣ ନାବାଳକ ଡ୍ୟାମ୍କୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ନାବାଳକ ଜଣକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ 4 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପାଣିରେ ଖୋଜାଖୋଜି କରିବା ପରେ ନାବାଳକର ମୃତଦେହକୁ ଉଦ୍ଧାର କରିଥିଲେ। ପରେ ବିରିକୋଟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆନନ୍ଦ ସଭାସୁ ଆଉ 3ଟା ପିଲା ଆସିଥିଲେ ଆଉ ବେଲାଙ୍କିନୀ ମାଙ୍କର